ପିଲାମାନେ ଆଜି ଆମେ ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କର ସ୍ୱରଚିତ ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ଏ ସମ୍ପର୍କରେ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଏ ଟୁ ଜେଡ୍ କ୍ଲିୟର ହେବା। ଏ ଭ୍ରମଣ ସାହିତ୍ୟରେ ବିଷୟବସ୍ତୁ କ'ଣ ରହିଛି, ସେ ଏଇଟା କାହିଁକି ଲେଖିଲେ ଏବଂ ଏଇ ଲେଖା ସୁଯୋଗ କିପରି ତାଙ୍କୁ ମିଳିଲା ଏବଂ ଆମେ ଜାଣିବା ପିଲାମାନେ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହୁଛି। ସାହିତ୍ୟର ଯେଉଁ ସବୁ ବିଭାଗ ଆମେ ସବୁ ଦେଖୁଛେ, ସେ କବିତା ହେଉ ଏବଂ ଏକାଙ୍କିକା, ନାଟକ, କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ଏମିତିକି ପ୍ରବନ୍ଧ, ଯାହା ବି ହେଉ, ରମ୍ୟ ରଚନା, ସମାଲୋଚନା, ଶିଶୁ ସାହିତ୍ୟ ତୁମମାନଙ୍କର ଅଛି ଏବଂ ଏଠି ଆମେ ଗୋଟେ ଦେଖୁଛେ ଭ୍ରମଣ ସାହିତ୍ୟ। ଏ ଯେଉଁ ଭ୍ରମଣ ସାହିତ୍ୟ ପିଲାମାନେ କ'ଣ ନା, ସାହିତ୍ୟରେ ତୁମର ଏକ ନିଆରା ଭ୍ରମଣ ସାହିତ୍ୟ ଗୋଟେ ଶ୍ରେଷ୍ଠ, ଗୋଟେ ସ୍ୱତନ୍ତ୍ର ଏବଂ ସାହିତ୍ୟକୁ ଏକ କଳାତ୍ମକ ମାନେ କଳାତ୍ମକ ଶୈଳୀରେ ପରିପ୍ରକାଶ କରିଥାଏ ପିଲାମାନେ ଭ୍ରମଣ ସାହିତ୍ୟ। ଏବଂ ଏଇ ଯେଉଁ ଭ୍ରମଣ ସାହିତ୍ୟ ପଢ଼ିବା ଦ୍ୱାରା ତୁମେ ଅଜଣା ଜାଗା ସମ୍ପର୍କରେ ତୁମେ ଅବଗତ ହୋଇଥାଅ ବା ପାଠକ ଅବଗତ ହୋଇଥାଏ। ଆଚ୍ଛା, ହଉ, ଏଇ ଯେଉଁ ଭ୍ରମଣ ସାହିତ୍ୟ ପିଲାମାନେ ତୁମମାନଙ୍କର ଯେଉଁ ସିଲାବସ୍ରେ ରହିଛି, ଏ ସମ୍ପର୍କରେ ମୁଁ ଟିକେ ସଂକ୍ଷିପ୍ତରେ କହୁଛି ହେଲା। ତ ସାହିତ୍ୟର ବିଭିନ୍ନ ବିଭାଗ ରହିଛି। ମୁଁ ତୁମକୁ କହିଲି କବିତା, କ୍ଷୁଦ୍ରଗଳ୍ପ, ଉପନ୍ୟାସ, ସେମିତି ଗୋଟେ ପର୍ଯ୍ୟାୟ ଅଛି ଆମେ କହୁ ଭ୍ରମଣ ସାହିତ୍ୟ। ଦେଖ, ଯେଉଁ ନାଁ ଦିଆହେଇଛି ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି, ଅର୍ଥାତ୍ ପ୍ରାବନ୍ଧିକ ବେହେରା ଯାଇଛନ୍ତି ପଶ୍ଚିମ ଆଫ୍ରିକାକୁ। ସେ ସ୍ଥାନ, ସେ ଘଟଣା, ତାଙ୍କ କ'ଣ ଘଟିଛି କ'ଣ ନ ଘଟିଛି ସେ ସମ୍ପର୍କରେ ସେ ଯେଉଁ ରଚନା କରେ, ସେଟାର ଭ୍ରମଣ କାହାଣୀ, ଯେଉଁଟା ଭ୍ରମଣ ସାହିତ୍ୟ ଆମେ କହୁଛେ। ଆଚ୍ଛା, ହଉ, ପ୍ରାବନ୍ଧିକ ଆଡ଼କୁ ଯିବା ପୂର୍ବରୁ ବିଶେଷ କରି ମୁଁ ତୁମକୁ ଜଣାଉଛି କି ଯେଉଁ ଭ୍ରମଣ ସାହିତ୍ୟ କ'ଣ। ମୁଁ ଯାହା କହୁଛି ଟିକେ ଗୁରୁତ୍ୱପୂର୍ଣ୍ଣ ଭାବେ ଶୁଣ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ତୁମେ ଶୁଣି ସାରିଲା ପରେ, କାହିଁକିନା ତୁମେ ମୋ ସାମ୍ନାରେ କେହି ନାହଁ ପିଲାମାନେ, ହେଲା, ମୁଁ ଚାହେଁ ଯାହା ବି କ୍ଲାସ୍ କରିବି ଏ ଟୁ ଜେଡ୍ ଟିକେ ଇମ୍ପ୍ରେସ୍ ତୁମକୁ ଜଣେଇବି, ହେଲା। ଖାଲି ନୁହେଁ କି ଯାହା ସିଲାବସ୍ ଅଛି ଆମେ ସେଇଟା ପଢ଼ିଦେଇ ପଳେଇବା। ଟିକେ ମୁଁ ଏକ୍ସଟ୍ରା କଥା କହୁଛି, ତୁମେ ଭିଡ଼ିଓକୁ ପ୍ଲେ କରିସାରିଲା ପରେ ନେକ୍ସଟ ଟାଇମ୍ ଆଉ ଥରେ ରିପ୍ଲେ କରିକି ତାକୁ ପିଲାମାନେ ନୋଟ୍ କରିବ, ହେଲା। ଆଚ୍ଛା, ହଉ, এই ଯେଉଁ ଭ୍ରମଣ ସାହିତ୍ୟ କ'ଣ ଆମେ ଜାଣିବା। ମୁଁ ସଂକ୍ଷିପ୍ତରେ କହୁଛି ପିଲାମାନେ, ହେଲା। ଦେଖ, ଭ୍ରମଣ ସାହିତ୍ୟର ପରିସର ଓ ବ୍ୟବହାରକୁ ଲକ୍ଷ୍ୟ କରି ଏହାକୁ ବାହ୍ୟ ସାହିତ୍ୟ କୁହାଯାଏ। ଓକେ, ତେଣୁ ସବୁ ଜିନିଷର ଗୋଟେ ଲିମିଟେସନ୍ ଥାଏ, ଗୋଟେ ସୀମାବଦ୍ଧତା ଥାଏ, ଗୋଟେ ପରିସର ଥାଏ। ଆମେ କହୁଛେ ଆଉଟଡୋର୍ ଲିଟରେଚର୍। ଓକେ ପିଲାମାନେ, ଆଉଟଡୋର୍ ଲିଟରେଚର୍ ଆগে ଆମେ କହୁଛେ, ହେଲା। ତ ଏଇ ଯେଉଁ ଏଇଟା କ'ଣ ପିଲାମାନେ ନା, ଯେଉଁ ଅନୁଭୂତି ସଂଗ୍ରହ ମାନେ ଯେଉଁ ଲେଖକ ବାହ୍ୟ ଜଗତକୁ ଯେଉଁ ଯାଇ ଗୋଟେ ବାହାର ଜାଗାକୁ ମାନେ ସେ ଗଲେ, ଯେଉଁ ଅନୁଭୂତି ସଂଗ୍ରହ ସେ କଲେ, ତାହାକୁ ସେ ପ୍ରକାଶ କରିବେ। ୟେସ୍ ଅର୍ ନୋ? ଆଉ ଗୋଟେ କଥା ମନେ ରଖିଥାଅ, ଆମେ ଏଇ ଯେଉଁ ଭ୍ରମଣ ସାହିତ୍ୟ ପିଲାମାନେ କ'ଣ ନା, ସ୍ଥାନ, ପାତ୍ର, ସଂସ୍କୃତିର ଉପାସନା ମାନେ ଉପସ୍ଥାପନ କରିଥାଏ। ସେ ସ୍ଥାନ କ'ଣ, ସେ ସମୟ କ'ଣ ଥିଲା, ସେ ସଂସ୍କୃତି କ'ଣ ଥିଲା, ଏସବୁ କଥା ଆମକୁ ଜଣାଇଥାଏ। ତେଣୁ ଆମେ ଭ୍ରମଣ ସାହିତ୍ୟ ପିଲାମାନେ କହିପାରିବା ପଥ ପ୍ରଦର୍ଶକ ପୁସ୍ତକ ବା ଆମେ କହିପାରିବା ଗାଇଡ଼ ବୁକ୍। ଓକେ ପିଲାମାନେ, ଆକୁ ପିଲାମାନେ ମନକୁ ଯୋଉଟା ଯୋଉଟା କହୁଛି, ମୁଁ ଟିକେ ଯାହା ତୁମକୁ କହୁଛି ଟିକେ ଜାଣ, ତାପରେ ଆମେ ବିଷୟ ଭିତରକୁ ଏଣ୍ଟ୍ରି କରିବା। ତେଣୁକରି ଏଇ ଯେଉଁ ଆମେ ଯେଉଁ କହୁଛେ ଗୋଟେ ଟ୍ରାଭେଲିଂ ରାଇଟିଂ ସେଠି ଘଟୁଛି, ହେଲା। ଏ ଯେଉଁ ଭ୍ରମଣ ଲେଖା, ଭ୍ରମଣ ସାହିତ୍ୟ, ଲେଖକର ଭୌଗୋଳିକ ଜ୍ଞାନ। ଆମେ ଭ୍ରମଣ ସାହିତ୍ୟ ଆମେ ଯେହେତୁ ପଶ୍ଚିମ ଆଫ୍ରିକା ଆମେ ଯାଇନେ କି ତୁମେ ଯାଇନଥିବ, ହେଲା। ଆମେ ଏଇଟା ଯେଉଁ ପଢ଼ିବା, ଆମେ ଏଠି କ'ଣ ଜାଣିପାରିବା ନା, ଯେଉଁ ଲେଖକ ଯିଏ ତାଙ୍କର ଭୌଗୋଳିକ ଜ୍ଞାନ ଜାଣିବା, ସାଂସ୍କୃତିକ ଅଧ୍ୟୟନ ସହ ସୌନ୍ଦର୍ଯ୍ୟବାଦୀ ଦୃଷ୍ଟିକୋଣ ଏଥିରେ ପ୍ରତିଫଳିତ ହୋଇଥାଏ। ସେ ସ୍ଥାନକୁ ସେ କେଉଁଭଳି ଭାବରେ ରିପ୍ରେଜେଣ୍ଟ କରୁଛନ୍ତି। ରହସ୍ୟ, ରୋମାଞ୍ଚ, ଆବେଗ ନଥିଲେ ଭ୍ରମଣ ସହିତ ସଫଳତା ହୋଇପାରିବନି। ଗୋଟେ ରହସ୍ୟବୋଧ ରହିବା ଦରକାର, ଗୋଟେ ଆବେଗ ଆସିବା ଦରକାର, ଗୋଟେ ରୋମାଞ୍ଚ ସୃଷ୍ଟି ହେବା ଦରକାର। ତେଣୁ ଭ୍ରମଣ ସାହିତ୍ୟ ଗୋଟେ ଅପରିଚିତ ସ୍ଥାନ ସମ୍ପର୍କରେ ତଥ୍ୟମୂଳକ ରଚନା, ଯାହାକୁ ପାଠ କଲେ ପାଠକ ସେହି ସ୍ଥାନ ପ୍ରତି ଆକୃଷ୍ଟ ହେବା ସହିତ ଉକ୍ତ ସ୍ଥାନ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥାଏ। ଭ୍ରମଣ ସହିତ ମାନେ ସଂଜ୍ଞା ଦେଇପାରିବ, ଯେ ପଚାରିବ ଆରେ ଭ୍ରମଣ ସହିତ କହିଲେ କ'ଣ ବୁଝୁ, କହିଦେ ଟିକେ, କହିପାରିବ, ହେଲା। ତ ପିଲାମାନେ ଆଉ ଗୋଟେ କଥା କହୁଛି, ଯେଉଁ ଭ୍ରମଣ ସାହିତ୍ୟ ଲେଖା ହେବ, ଗୋଟେ ଆର ନିର୍ଦ୍ଦିଷ୍ଟ ଦିଗ ଆମେ କହିବାନି। ଏମିତିକି ଗୋଟେ ଗବେଷଣା ଅଧ୍ୟୟନମୂଳକ ଭ୍ରମଣ ସାହିତ୍ୟ ଅଛି। ଦେଖିବା ଯଦି ଆମେ କ୍ଲାସିଫାଇଡ଼ କରିବା କ୍ୟାଟାଗୋରୀ ପିଲା ଦେଖିବା, ପ୍ରକାର ଭେଦ ଦେଖିବା, ଗୋଟେ ଆଧ୍ୟାତ୍ମିକ ଭ୍ରମଣ ସାହିତ୍ୟ ହେଇପାରିବ। କୌଣସି ଗୋଟେ ସ୍ଥାନକୁ ଆମେ ଯିବା, ଗୋଟେ ଲେଖକ କିମ୍ବା ଗୋଟେ ପ୍ରତିଷ୍ଠିତ ବ୍ୟକ୍ତି କୌଣସି ଗୋଟେ ମାନେ ଗୋଟେ ଆଧ୍ୟାତ୍ମିକ ସ୍ଥାନକୁ ଗଲେ ସେ ସମ୍ପର୍କ ସେ ଲେଖିପାରିବେ। ଗୋଟେ ସାମାଜିକ ଭ୍ରମଣ ସାହିତ୍ୟ ହେଇପାରିବ, ଗୋଟେ ଜାତୀୟ ଭ୍ରମଣ ଭିତ୍ତିକ ସାହିତ୍ୟ ହେଇପାରିବ, ଓକେ, ଗୋଟେ ଆନ୍ତର୍ଜାତୀୟ ଭ୍ରମଣ ଭିତ୍ତିକ ସାହିତ୍ୟ ହେଇପାରିବ। ତେଣୁ ଏଇଟା କେଉଁ ପର୍ଯ୍ୟାୟରେ ଯାଉଛି ପିଲାମାନେ? ଆଧ୍ୟାତ୍ମିକ ଯିବ ନା ଗୋଟେ ଆଞ୍ଚଳିକ ଭ୍ରମଣ ଭିତ୍ତିକ ଯିବ ନା? ଏଇଟା ତ ଅଞ୍ଚଳ ନୁହଁ ପିଲାମାନେ, ଏଇଟା ଆମ ଓଡ଼ିଶାର ଏଇଟା ଅଞ୍ଚଳ କି, ଏଇଟା ଗୋଟେ ଦେଶ ହେଇଯାଉଛି, ବାହାର ଦେଶ ହେଇଯାଉଛି। ପିଲାମାନେ କ'ଣ ହେବ ନା, ଆନ୍ତର୍ଜାତୀୟ ଭ୍ରମଣ ଭିତ୍ତିକ ସାହିତ୍ୟଟା ଯିବ, ହେଲା। ଏବଂ ଏଠି ଗୋଟେ ଗବେଷଣା ଅଧ୍ୟୟନ ମଧ୍ୟ ରହିଛି, ଯେଉଁଟା ଆମେ କହିପାରିବା, ହେଲା। ଆଚ୍ଛା, ହଉ, ଆମେ ବର୍ତ୍ତମାନ ଯିବା ପ୍ରାବନ୍ଧିକ ଭୁବନେଶ୍ୱର ବେହେରା ବା ଆମେ କହୁଛେ ପ୍ରାବନ୍ଧିକ ବେହେରା ସମ୍ପର୍କରେ ଆମେ ଜାଣିବା। ଏଇ ଯେଉଁ ପ୍ରାବନ୍ଧିକ ବେହେରା ବିଶେଷ କରି, ହେଲା,
जो आमे तांकु प्राबंधिक भाव विशेष करी अधिक भाव जनाशुना आधुनिक ओडिया प्रबंध साहित्यर जड़े बलिष्ठ गद्यशिल्पी भाव प्राबंधिक भुवनेश्वर बेहेरा ख्याति सुविदित सांप्रतिक मनुष्यर रीतिनीति टिके इंट्रोडक्शन लिख लंकुश लिखला बेले है सांप्रतिक मनुष्य रीतिनीति आचार विचार जीवन दर्शन विज्ञान इत्यादि को नहीं तांको प्रबंध साहित्यर बेस वैचित्र मंडित तेणु विशेषकर आम प्राबंधिक भाव अधिक भाव जनाशुना करें अवश्य से गोटे लिखते भ्रमण साहित्य पश्चिम आफ्रिकार ओडिया ढेंकी यस न आउ संपर्क जाना तांको पिता माता थिले जानी था खाली है जड़े बापा थिले किए ना लक्ष्मण प्रसाद बेहेरा माता थिले सुभद्रा देवी प्राबंधिक डॉक्टर भुवनेश्वर बेहेरा 1916 मसीह कलाहांडी जिलार पूर्वतन गड़जात काशीबाहाल ग्राम जन्मग्रहण करते जो कलाहांडी डिस्ट्रिक्ट अच्छा मत कमेंट करदेव बाल्यकाल से जड़े मेधावी छात्र थे परवर्ती समय भारतर जड़े दक्ष इंजीनियर भाव परिचित होबारे बुर्ला इंजीनियरिंग कॉलेजर प्रोफेसर और अध्यक्ष रूपे से अवस्थापित हेले जानिया दखा एटा आमे गोटे प्रबंध सॉरी गोटे भ्रमण साहित्य एटा गोटे माने प्रबंध शैली पे रचना कर गोटे तथ्यमूलक गोटे गोटे गवेषणा लब्ध ये जो भ्रमण साहित्यटा है ये जो आमर बेहेरा कौन थे प्राबंधिक बेहेरा से पे कौन ना जड़े इंजीनियर भाव से परिचित से कौन आमर जो बुर्ला इंजीनियरिंग कॉलेज अच्छे से प्रोफेसर थे है अध्यापना प्रति प्रगाढ़ अनुरक्ति थिबारु इंजीनियरिंग वृत्ति छाड़ी से लब्ध ज्ञान को छात्र मानक उद्देश्य उपयोग करने को श्रेयकर मने बा मणिले ये जो पे देखा प्रोफेसर बेहेरा एकाधार जड़े शिक्षाविद रम्य रचनाकार से रम्य रचना माने लिखुले रम्य रचना जोटा आम कहे है से हास्य रसर परिकल्पना विशेषकर अधिका थाए गाल्पिक भ्रमणकारी गाल्पिक भ्रमण कहानी लेखक जड़े शिक्षाविद थे जड़े रम्य रचनाकार थे जड़े गाल्पिक थे जड़े भ्रमण कहानी लेखक पिला करते एकमात्र सार्थक भ्रमण कहानी हूँ पश्चिम आफ्रिकार ओडिया ढेंकी गोटे यहाँ भ्रमण कहानी थिला धारावाहिक भाव से यह मानस साहित्य पत्रिका प्रकाशित करते जाने दरकार पिलाने मानस साहित्य पत्रिकार पश्चिम आफ्रिकार ओडिया ढेंकी पिलाने प्रकाशित हेउथिला गोटे सर्ट क्वेश्चन तांकर अन्य दुईटी पुस्तक हूँ शुण परीक्षण और कथा और लता शुण परीक्ष रम्य रचना पाई से ओडिशा साहित्य एकाडेमी पुरस्कार लाभ करछंती ओके पिलाने जाने दरकार तांको गल्पर कल्पना प्रवणता अपेक्षा से काल्पनिक को गुरुत्व दौन वास्तवता गुरुत्व दौले है वास्तव चित्र अधिक सौख्यपाट्य होइछि पश्चिम आफ्रिका स्थित लाइबेरिया और अन्य स्थान परिदर्शन करी से ही महादेश संपर्क में जन्नी थिबा धारणा को साहित्यिक छट्टारे शिक्षावितर दूरदृष्टि नहीं मनज्ञ रूपे से परीक्षण करिसेंती पुस्तकटा लिखिचंती पश्चिम आफ्रिकार ओडिया ढेंकी को आज मु तुमको तो माने पूरा सार कथा कहीदेवी है समस्त पिला सुजोग सब पिला सुजोग पाती संपूर्ण रूपे भ्रमण माने भ्रमण कहानी पढ़ाई मुझे जो भली ढंग से जो भली भाव में प्रयास करशार समस्त विश्वविद्यालय और समस्त कॉलेजर पिला माने अति सहजरे के भाव में माने जो भ्रमण कहानी रही सिलेबस जापर परीक्षा भल कर प्रयास कर ओके अच्छा हो मु तुम गोटे पे गोटे वास्तव कथा कहूँ ये जो विषय वस्तुर देख माने कौन हो आम जो प्राबंधिक बेहेरा है सी थे देख संबलपुर विश्वविद्यालय से माने रिटायर नौकरी अव्याहति नेलापर हठात कौन पे ना दिल्ली इस्पात और खनि मंत्री ठार डाकर आसला कौन पे ना शीघ्र देखा करने भिजिट करने गोटे आसला है लेखक कौन कले ना केसी गंगा ठारू माड्रास माने टाटा एक्सप्रेस झारसुगुड़ा और सेठारू उत्कल एक्सप्रेस दिल्ली माने दिल्ली अभिमुखे यात्रा कले सेठा से पहुँचती है इंजीनियरिंग कंस्ट्रक्शन इंजीनियरिंग कॉलेज प्रतिष्ठा एसबू से यात्रा कर पश्चिम आफ्रिका को देखा ये कौन कहूँ प्रोफेसर भुवनेश्वर बेहेरा अवसर नेबार हठात तांकु भारत सरकार तरफ प्रस्ताव दिगला जे से कौट अवसर नेले संबलपुर विश्वविद्यालय है पश्चिम आफ्रिका जाई सेठारे वैषयिक पिला माने जो टेक्नोलोजी रही वैषयिक शिक्षार उन्नति पाई अनुधान करने को राज्य सरकार प्रस्ताव ग्रहण करी अनुन्नत राष्ट्र तथा अंधकार महादेश पश्चिम आफ्रिका एटा अंधाकार शुणी थ पिला दिने ना नहीं ये जो अंधाकार महादेश पश्चिम आफ्रिका को यात्रा करथिले सेठाकू यात्रा करिवार अनुभूति सेठाकर रही विभिन्न स्थान को यात्रा बहु व्यक्ति परिचय भ्रमण कहानी जहाँ सब घटिला भ्रमण टाइम रे ओके
ସେଠାରେ ଯେଉଁ ସେ କ'ଣ ସବୁ ମାନେ ତାଙ୍କ ଏକ୍ସପିରିଏନ୍ସ କ'ଣ ସବୁ ଅନୁଭୂତି ରହିଲା, ସେଟା ରହଣି କେମିତି ସେଠି ପିଲାମାନେ ଷ୍ଟେ କରିଥିଲେ, ରହିଥିଲେ କେତେ ଦିନ, ହଁ କହେ ମାନେ ଏବଂ ସେଠାରେ ରହିକି ସେ କେଉଁ ସ୍ଥାନ ଯାଇଥିଲେ, କେଉଁ ବ୍ୟକ୍ତିଙ୍କୁ ସେ ପରିଚୟ ହୋଇଥିଲେ, ସେଠାକାର ପରିବେଶ, ଏସବୁ ସମ୍ପୂର୍ଣ୍ଣ ରୂପେ ଆମେ ସାମଗ୍ରିକ ରୂପେ ଆମେ ଭ୍ରମଣ କାହାଣୀରେ ଦେଖୁଛେ। ଭ୍ରମଣ ସାହିତ୍ୟ କ'ଣ ବୁଝିଲ ତ କ୍ଲିୟର, ଏଥିରେ ଗୋଟେ ମାଇଣ୍ଡରେ ଆସିଗଲା କି ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି କହିଲେ କ'ଣ ଏବଂ ଏହାର ନାମ କ'ଣ ଏମିତି କାହିଁ କୁହାଗଲା। ତମେ ଦେଖ ଆଗକୁ ସବୁ ପଢ଼ିଲେ ଜାଣିପାରିବ ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ଜାଣିପାରିବ କାହିଁକି। ଦେଖ ଆଚ୍ଛା, ହଉ ପୁସ୍ତକଟି ପିଲାମାନେ କ'ଣ ହେଇଛି ନା ଆଦିର ଅନୁଭବକୁ ନେଇ ସେ ଏହାକୁ ନାମକରଣ ବା ପୁସ୍ତକ ରଚନା କରିଛନ୍ତି ହେଲା। ଏଇ ଯେଉଁ ପୁସ୍ତକଟି ପିଲାମାନେ କ'ଣ ନା 7ଟି ପରିଚ୍ଛେଦରେ ବିଭକ୍ତ କରି ପ୍ରତ୍ୟେକ ନାମ ରଖିଛନ୍ତି। ଏଇଟା ସର୍ଟ କ୍ୱେଶ୍ଚିନ୍, କେତୋଟି ପରିଚ୍ଛେଦରେ ନା 7ଟି ପରିଚ୍ଛେଦରେ। ଏଇ 7ଟି ପରିଚ୍ଛେଦ ନାମ ଯଦି ତୁମେ ମନେ ରଖିଦେଉଛ ତୁମକୁ ଏକ୍ଜାମ୍ ହଲ୍ରେ ତୁମକୁ ସିଙ୍ଗିଲ୍ ମାର୍କ ଓ 1 ମାର୍କ ତୁମକୁ କାଟିବାକୁ ନାହାନ୍ତି। ଓକେ, ଆଗାମୀ ସମୟରେ ଯେକୌଣସି ମାନେ ଏକ୍ଜାମ୍ ଫେସ୍ କର, ଯଦି ବି ଏ ପ୍ରଶ୍ନ ଆସୁଛି ତୁମେ ଡରିବାର ନାହିଁ, କାହିଁକିନା ତୁମେ ମୋ କତିରେ ସେ କ୍ଲାସ୍ଟା ପଢ଼ିକି ଯାଇଛ। ଢେଙ୍କିକୁ ଦେଖ ସେଇ ଯେଉଁ ଟାଇଟେଲ୍ ଦେଇଛନ୍ତି, ସେ ଯେଉଁ ଶୀର୍ଷକ ଦେଇଛନ୍ତି, ସେ ଶିରୋନାମା ଦେଇଛନ୍ତି ଯେଉଁ ଭ୍ରମଣ କାହାଣୀର ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି, କାହିଁକି ନା ଢେଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ। ଏଠି ଏଇ ଯେଉଁ ତାର ଧର୍ମ କ'ଣ ନା ଧାନ କୁଟିବା। ଏଇ ଯେଉଁ ଢେଙ୍କି କିଏ, ଢେଙ୍କି ସହିତ ସେ କାହାକୁ ତୁଳନା କରୁଛନ୍ତି ନା ନିଜକୁ, ଜଣେ ଶିକ୍ଷାବିତ୍କୁ। ତେଣୁ ସେହିପରି ଜଣେ ଶିକ୍ଷକ ପଶ୍ଚିମ ଆଫ୍ରିକା ଗଲେ ବି ଜ୍ଞାନ ବିତରଣ କରେ ତାର ଧର୍ମ। ଯିଏ ଯାହାକୁ ଯାହାର ଧର୍ମ ସେ ସେଇ କର୍ମ କରିବ। ତେଣୁ ଜ୍ଞାନ ଦାନ ଓ ସେଠାରୁ ଜ୍ଞାନ ଅନୁଭୂତି ଆଦି ସଂଗ୍ରହ କରି ସେ ଫେରିଛନ୍ତି। ସେସବୁ ଅନୁଭୂତି ଜ୍ଞାନ ରୂପକ ଧାନକୁ ସେ ତାଙ୍କ ପୁସ୍ତକରେ ସ୍ଥାନିତ କରିଛନ୍ତି। ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି, ଓଡ଼ିଆ ଢେଙ୍କି ଆମର ଯାଇଛନ୍ତି କେଉଁଠିକି ନା ପଶ୍ଚିମ ଆଫ୍ରିକା। ଓଡ଼ିଆ ଢେଙ୍କି କହିଲେ କିଏ ନା ଏ ଶିକ୍ଷାବିତ୍, ଏଇ ଯେଉଁ ଆମର ବାଗ୍ମୀ ପୁରୁଷ। ପୁସ୍ତକର ସାର କଥା ଜାଣିବା ପିଲାମାନେ, এই ପୁସ୍ତକକୁ 7ଟି ପରିଚ୍ଛେଦରେ ବିଭକ୍ତ କରାଯାଇଛି। এই ଯେଉଁ 7ଟି ପରିଚ୍ଛେଦକୁ ବର୍ତ୍ତମାନ ମୁଁ ପିଲାମାନେ ପାଠ କରିବି, ବୁଝେଇ ଯିବି। ତେଣୁ ଭିଡ଼ିଓଟି ଯେତେ ମିନିଟ୍ ହେଉ, ବର୍ତ୍ତମାନ ତ 11 ମିନିଟ୍ 12 ମିନିଟ୍ ହେଇଗଲାଣି, ସେଗୁଡ଼ା ଫରକ ପଡ଼ିବନି। ତୁମେ କ୍ଲାସ୍ ଥରେ କର, ତୁମକୁ ଆଉ ବାରବାର ମାନେ କନସେପ୍ଟ କ୍ଲିୟର ହେଇଗଲେ ଆଉ ଡରିବାର ନାହିଁ। ସର୍ଟ କ୍ୱେଶ୍ଚିନ୍ ବଢ଼ିଆ ଭାବରେ ଦେଇପାରିବ, ଲଙ୍ଗ କ୍ୱେଶ୍ଚିନ୍ ବଢ଼ିଆ ପିଲାମାନେ ଶୈଳୀରେ ତୁମେ ପରୀକ୍ଷାରେ ବଢ଼ିଆ ଭାବରେ ଲେଖି ଆସିପାରିବ ହେଲା। ତେଣୁ ପ୍ରଥମ ପିଲାମାନେ ଆସୁଛି କ'ଣ ନା ଯାତ୍ରାର ପ୍ରଥମ ପାଦ ପିଲାମାନେ କାଏରୋ। ତେଣୁ ସେ ପ୍ରଥମେ ଯେଉଁ ଯାତ୍ରା କଲେ ସେ ପ୍ରଥମେ ଯାଇ ପିଲାମାନେ କେଉଁଠି ପହଞ୍ଚନ୍ତି ନା ମାନେ କାଏରୋ ଠାରେ ପହଞ୍ଚୁଛନ୍ତି ଏବଂ ପରେ ପରେ ସର୍ଟ କ୍ୱେଶ୍ଚିନ୍ ମାନେ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ହେଇଯିବ ହେଲା। ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି ଭ୍ରମଣ କାହାଣୀର ନାମ କ'ଣ ସାର୍ଥକତା ପ୍ରତିପାଦନ କର, କିମ୍ବା ଗୋଟେ ଆଉ ଗୋଟେ ପ୍ରଶ୍ନ ତୁମର ହେଇପାରିବ ଯଦି ଆମେ କହିବା କ'ଣ ନା ଯାତ୍ରାର ପ୍ରଥମ ପାଦ କାଏରୋ ପରିଚ୍ଛେଦରୁ ଲେଖକ ଅନୁଭୂତି ବର୍ଣ୍ଣନା କର। ଜାଣିପାରୁଛ ତ ପ୍ରଶ୍ନ କେମିତି ବୁଲେଇକି ଆସିପାରିବ, ବା କାଏରୋରେ ଆଫ୍ରିକା ଯିବାର ଲେଖକୀୟ ଅନୁଭୂତି। ତେଣୁକରି ଆମେ ପ୍ରତ୍ୟେକ ପରିଚ୍ଛେଦକୁ ଭଲ ଭାବରେ ବୁଝିକି ଯିବା। ତେଣୁ ପ୍ରଥମ ପରିଚ୍ଛେଦ ଆସୁଛି ଯାତ୍ରାର ପ୍ରଥମ ପାଦ କାଏରୋ, ଏବଂ ଦ୍ୱିତୀୟ ପରିଚ୍ଛେଦରେ ଆମେ ଦେଖିବା କାଏରୋରୁ ଆକ୍ରା ଯାଇଛନ୍ତି ଏବଂ ଆକ୍ରାରୁ କ'ଣ ହେଇଛି ପିଲାମାନେ ଲାଇବ୍ରେରୀରେ ପ୍ରଥମ ସନ୍ଧ୍ୟା ହେଇଛି। ତାପରେ ଚତୁର୍ଥରେ ଆସୁଛି ମନୋରଭିଆ। ଏ ଯେଉଁ ମନୋରଭିଆ ପିଲାମାନେ କ'ଣ ନା ଯେଉଁ ଲାଇବ୍ରେରୀ ଗୋଟେ ସ୍ଥାନ, ତ ମୁଁ ସେଇଟା କହିବି ହେଲା। ଆଚ୍ଛା, ହଉ ମୁଁ ତୁମକୁ ଫାଷ୍ଟ କହୁଛି, ତୁମକୁ ଫାଷ୍ଟ ପଏଣ୍ଟ ଦେଖୁଛି, ଆକୁ ମନେ ରଖ। ଯାତ୍ରାର ପ୍ରଥମ ପାଦ କାଏରୋ ହେଲା। ତାପରେ ପିଲାମାନେ ଆସୁଛି କ'ଣ ନା କାଏରୋରୁ ଆକ୍ରା। ଏଇସବୁ ବିଟ୍ ବାଇ ବିଟ୍ ମନେ ରଖ ହେଲା। ଆକ୍ରା କ'ଣ, ଆକ୍ରା କେଉଁଠି, ସେଟା ତୁମେ ପଢ଼ିବ ଭିତରକୁ ଗଲେ। ତାପରେ ଲାଇବ୍ରେରୀରେ ପ୍ରଥମ ସନ୍ଧ୍ୟା ହେଉଛି ହେଲା। ତାପରେ ଲାଇବ୍ରେରୀରୁ ମନୋରଭି ଆସୁଛନ୍ତି ପିଲାମାନେ କ'ଣ, ଏଇ ଯେଉଁ ଲାଇବ୍ରେରୀରେ ଥିଲେ କାଏରୋରୁ ଆକ୍ରା ହେଲା। ଲାଇବ୍ରେରୀରେ ପ୍ରଥମ ସନ୍ଧ୍ୟା ହେଲା। ତାପରେ ମନୋରଭାରେ ପହଞ୍ଚିଲେ, ମାନେ ବିଚିତ୍ର କାର୍ଯ୍ୟକ୍ରମ ଯାହା ଘଟିଲା, ଏବଂ ମନୋରଭାରେ ଏକ ପଦଯାତ୍ରା ସେ କରିଛନ୍ତି, ମାନେ କେଉଁଠି ଚାଲି ଚାଲି ଯାଇଛନ୍ତି, କୁଆଡ଼େ ନ ଯାଇଛନ୍ତି ସେଟା ମୋତେ କୁହାଯାଇଛି। ଲାଇବ୍ରେରୀରେ ଗଣରାଜ୍ୟ ଭିତରେ ହେଲା। ତାପରେ ଯାତ୍ରା ଶେଷ ପର୍ଯ୍ୟାୟ ହେଲା। ଏତିକି ଆମେ ଆଜି ବୁଝିବା, କିଛି ଅସୁବିଧା ନାହିଁ। ଫାଷ୍ଟ ଟିକେ ସଂକ୍ଷିପ୍ତରେ ଆମେ ବିଷୟବସ୍ତୁ ସାରମ ଜାଣିଗଲେ ଏବଂ ପରବର୍ତ୍ତୀ ଯେଉଁ କ୍ଲାସ୍ ଗୁଡ଼ିକ ଆଣିବି ତୁମକୁ ବୁଝିବାକୁ ଆହୁରି ସହଜ ହେବ। ଯାତ୍ରାର ପ୍ରଥମ ପାଦ କାଏରୋ। ଆଲୋଚ୍ୟ ପରିଚ୍ଛେଦରେ ଲେଖକ ତାଙ୍କର ପଶ୍ଚିମ ଆଫ୍ରିକା ଯିବାର ଉଦ୍ଦେଶ୍ୟ ବର୍ଣ୍ଣନା କରିଛନ୍ତି। ହଠାତ୍ ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ଠାରୁ ଦିଲ୍ଲୀରୁ ଡାକରା ଆସିଲା ଅତି ଶୀଘ୍ର ତାଙ୍କୁ ଦେଖା କରିବାକୁ। ସେ ସେଠାରେ ଯାଇ ଉଦ୍ୟୋଗ ଭବନରେ ମନ୍ତ୍ରୀ ମହାଶୟଙ୍କୁ ଦେଖା କରିବାରୁ ସେ କହିଲେ ଯେ ବୈଷୟିକ ଶିକ୍ଷା ମନ୍ତ୍ରୀ ପରିଷଦ କ'ଣ କହିଲେ, ଯେଉଁ ସେ ଉଦ୍ୟୋଗ ଭବନ ଗଲେ ସେଠାରେ ମନ୍ତ୍ରୀଙ୍କୁ ଭେଟ କଲେ ଏବଂ ମନ୍ତ୍ରୀ କ'ଣ ପରାମର୍ଶ ଦେଲେ ନା ପଶ୍ଚିମ ଆଫ୍ରିକା ସ୍ଥିତ ଲାଇବେରିଆ ଗଣରାଜ୍ୟ ଗୋଟେ ଅଛି। ଓକେ, ତ ସେଇ ଯେଉଁ ପଶ୍ଚିମ ଆଫ୍ରିକା ସ୍ଥିତ ଲାଇବେରିଆ ଗଣରାଜ୍ୟଙ୍କ ଅନୁରୋଧରେ ସେଠାକୁ ଜଣେ ବିଶେଷଜ୍ଞ ଯିବେ। ଇଞ୍ଜିନିୟରିଂ କନଷ୍ଟ୍ରକ୍ସନ୍ ଇଞ୍ଜିନିୟର କଲେଜ ପ୍ରତିଷ୍ଠା ତଥା ଜଣେ ପୂର୍ବତନ କୁଳପତି ଭାବରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷା ସମ୍ବନ୍ଧରେ ଅଭିଜ୍ଞତା ଥିବାରୁ ଶିକ୍ଷାମନ୍ତ୍ରୀ ଚାହାନ୍ତି ସେ ସେଠାକୁ ଯାଆନ୍ତୁ ହେଲା। ଲେଖକ ସେହି କଥାରେ ସମ୍ମତି ପ୍ରକାଶ କଲେ ଓ ଆବଶ୍ୟକ କାଗଜପତ୍ରକୁ ସଂଗ୍ରହ କରି ସେଠାକୁ ସେ ଯାତ୍ରା କଲେ। ଜାଣିପାରିଲ, ଯେହେତୁ ମନ୍ତ୍ରୀ
ଇସ୍ପାତ ଖଣି ବିଭାଗର ମନ୍ତ୍ରୀ ରିକ୍ୱେଷ୍ଟ କରୁଛନ୍ତି ମଧ୍ୟ ସେ ମଧ୍ୟ ରିକ୍ୱେଷ୍ଟକୁ ଆକ୍ସେପ୍ଟ କଲେ ଏବଂ ଯିବା ପାଇଁ ପ୍ରସ୍ତୁତ ହେଲେ। ହାଇସ୍କୁଲରେ ପଢ଼ିଲା ବେଳେ ଭୂଗୋଳ କ୍ଲାସରୁ ତାଙ୍କର ଆଫ୍ରିକା ମହାଦେଶ ସମ୍ପର୍କରେ କିଛି ଧାରଣା ଥିଲା। ବିମାନ ଯୋଗେ ସେ ଦିଲ୍ଲୀରୁ ବମ୍ବେ ଏବଂ ବମ୍ବେରୁ ଦିଲ୍ଲୀ ଏବଂ ସେଠାରୁ କାୟରୋ ଯାତ୍ରା କଲେ। ବିମାନରେ ବସି ସେ ପିଲାଦିନର ଶଗଡ଼ ଯାତ୍ରା କଥା ମନେ ପକାଉଥିଲେ। ଯେହେତୁ ଲେଖକ ଗୋଟେ ସାହିତ୍ୟ ଲେଖା ହେଉଛି, ଗୋଟେ ସାହିତ୍ୟ ପରିକଳ୍ପନା କରାହେଉଛି, ନିହାତି ନା କୌଣସି କ୍ଷେତ୍ରରେ ଆମେ ସାହିତ୍ୟର ପ୍ରଭାବ ଦେଖିବା ହେଲା। ଯେମିତି ଶଗଡ଼ କଥା କୁହାହେଉଛି ହେଲା, ତାଙ୍କ ପିଲାଦିନ କଥା ମନେ ପକାଉଛନ୍ତି ଏବଂ ଆରବ ଅଞ୍ଚଳର ମରୁଭୂମି ଉପରେ ଦେଇ ଉଡ଼ିଯାଇ ସେ କାୟରୋ ବିମାନ ବନ୍ଦରରେ ଓହ୍ଲାଇଥିଲେ। ତେଣୁ କାୟରୋରେ ସେ ଆକ୍ରା କିପରି ଯାତ୍ରା କଲେ ଦେଖିବା ବର୍ତ୍ତମାନ ଦ୍ୱିତୀୟ ପରିଚ୍ଛେଦରେ। ଆକୁ ମଧ୍ୟ ତୁମେ ମନେ ରଖ। ଏହି 7ଟି ପରିଚ୍ଛେଦକୁ ତୁମେ ନିଜ ଖାତାରେ ଲେଖି ରଖିବ। କାୟରୋରୁ ଆକ୍ରା ଯିବା ସମୟରେ ଲେଖକ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଏହି ପରିଚ୍ଛେଦରେ ବର୍ଣ୍ଣନା କରାଉଛନ୍ତି। କାୟରୋରେ ପହଞ୍ଚିଗଲେ ଯେଉଁ ଆକ୍ରା ଯିବା ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ। ଆରବର କାୟରୋ ବାଗଦାଦ ଲେଖକଙ୍କ ପିଲାଦିନର ସ୍ୱପ୍ନପୁରୀ ଥିଲା ହେଲା। ଆରବର କାୟରୋ ବାଗଦାଦ ଏଇଟା କ'ଣ ଥିଲା ନା ଲେଖକଙ୍କ ପିଲାଦିନର ସ୍ୱପ୍ନପୁରୀ ଥିଲା। ଏଇ ଯେଉଁ ପ୍ଲେସ୍ଟା ପିଲାଦିନର କଅଁଳିଆ ମନରେ ଛାପି ରହିଥିଲା ଆରବିଆନ୍ ନାଇଟ୍ସର କାହାଣୀମାଳା। ସେସବୁ କାହାଣୀ ଶୁଣି ତାଙ୍କ ମନ ମଧ୍ୟରେ ଏକ କଳ୍ପନାପୁରୀର ସ୍ୱପ୍ନ ସଞ୍ଚିତ ହୋଇ ରହିଥିଲା। ଦେଖିବା କ'ଣ, ମାତ୍ର କାୟରୋରେ ପହଞ୍ଚି ତାଙ୍କର ସ୍ୱପ୍ନ ଚୁରମାର ହୋଇଯାଇଥିଲା। ମିଶରର ରାଜଧାନୀ କାୟରୋ, ଓକେ, ଯେଉଁ ମିଶର ଦେଶ ରହିଛି ସେଟା ପିଲା କ'ଣ ନା ମିଶର ରାଜଧାନୀ କାୟରୋ ପିଲାଦିନର ସ୍ୱପ୍ନପୁରୀ। ସେଠାକାର ବିମାନ ବନ୍ଦରରେ ନାନା ଅବ୍ୟବସ୍ଥା, ସେଠାକାର ଯେଉଁ ରହିଛି ପୋର୍ଟ ଯେଉଁ ରହିଛି, ଯେଉଁ ପୋର୍ଟ, ଓକେ, ପୋର୍ଟର ମାନେ ବି ଯାତ୍ରୀଙ୍କୁ ଠକନ୍ତି, ଯେ ପୋର୍ଟର ମାନେ ଥାନ୍ତି ସବୁ ହେଲା। ତାପରେ ଇମିଗ୍ରେସନରେ ବି ଅଯଥା ହଇରାଣ କରାଯାଏ। ସେ ହୋଟେଲରେ ବି ଅବସ୍ଥା ଅନୁରୂପ ସେଭଳି ଭାବରେ ଅବ୍ୟବସ୍ଥା ଦେଖାଦେଇଛି। କୋଠରୀ ଭିତରେ ପିଇବା ପାଣିର ସୁବିଧା ନାହିଁ। ପଇସା ଦେଇ ପାଣି କିଣିବାକୁ ପଡ଼ିଥାଏ ହେଲା। ସେଠାରେ ରାତିରେ ଏୟାରପୋର୍ଟରେ ଥିବା ହୋଟେଲରେ ରହିବା, ପରଦିନ ପୁଣି ବିମାନ ଯୋଗେ ଆକ୍ରା ଯାତ୍ରା କଲେ। ସେ କେଉଁଠି ଆସିଲେ? ଆମର ଆସନ୍ତି କାୟରୋରୁ ସେ ପିଲାମାନେ ଆକ୍ରା ଯାତ୍ରା କରିଛନ୍ତି ଦ୍ୱିତୀୟ ପରିଚ୍ଛେଦରେ ହେଲା। ତାପରେ ଏଠି ଆମେ ଦେଖୁଛେ, ତାପରେ କାର୍ଟରେ କୋନୋ ସହରରେ ତାଙ୍କ ବିମାନଟି ଅଧଘଣ୍ଟା ଓହ୍ଲାଇଥିଲା। ସହରଟି ନାଇଜେରିଆ ଦେଶର। ନାଇଜେରିଆର ରାଜଧାନୀ ଲୋଗୋସରେ ପ୍ରାୟତଃ ଅଧିକାଂଶ ଯାତ୍ରୀ ଓହ୍ଲାଇ ଗଲେ। 7-8 ଜଣ ଯାତ୍ରୀଙ୍କୁ ଧରି ବିମାନଟି ଆକ୍ରା ଯାତ୍ରା କଲା ହେଲା। ମାତ୍ର ବିମାନ ବନ୍ଦରକୁ ଇଣ୍ଡିଆନ୍ ହାଇ କମିଶନର ନେବା ପାଇଁ କେହି ଆସିନଥିଲେ। ସେ କ'ଣ କଲେ ନା ଟ୍ୟାକ୍ସି ଯୋଗେ ଯାଇଥିଲେ ଏବଂ ଆକ୍ରା ରହିବା ପାଇଁ ତାଙ୍କର ବନ୍ଦୋବସ୍ତ କରାଇଥିଲା। ତାପରେ ସେ ପ୍ରଥମେ ଲାଇବ୍ରେରୀରେ ଯେଉଁ ପହଞ୍ଚିଲେ, ସେଠାରେ ସେ ପ୍ରଥମ ସନ୍ଧ୍ୟା ତାଙ୍କର କେମିତି ଥିଲା ତାକୁ ସେ ଅନୁଭୂତିକୁ ପିଲାମାନେ ବର୍ଣ୍ଣନା କରୁଛନ୍ତି ତାଙ୍କର ଭ୍ରମଣ କାହାଣୀ ବା ଭ୍ରମଣ ସାହିତ୍ୟ ମାଧ୍ୟମରେ ଦେଖିବା। ଆକ୍ରାରୁ ଘାନା ଏୟାର ଲାଇନ୍ସର ଗୋଟିଏ ଜେଟ୍ ବିମାନରେ ଯାତ୍ରା କରି ଲେଖକ ଲାଇବ୍ରେରୀରେ ରବର୍ଟସ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ଲାଇବ୍ରେରୀର ବୈଦେଶିକ ମନ୍ତ୍ରୀ ତାଙ୍କୁ ପାଛୋଟି ନେବା ପାଇଁ ଡେପୁଟି ଚିଫ୍ ଅଫ୍ ପେଟ୍ରୋଲ ମିଷ୍ଟର ଡ୍ୟୁରିଙ୍କୁ ବିମାନ ବନ୍ଦରକୁ ପଠାଇଥିଲେ। ହାଇ କମିଶନର ଶ୍ରୀ ଦୟାଲଙ୍କ ପତ୍ନୀ ଆଫ୍ରିକାରେ ବାସ କରୁଥିବା ଭାରତୀୟଙ୍କୁ ଅଭିଶପ୍ତ ଜୀବନ ସମ୍ପର୍କରେ କହିଥିଲେ। ବେଳେବେଳେ କ'ଣ ହୁଏ ନା ଦିନ ଧରି ଚାଉଳ, ଗହମ, ଡାଲି, ଆଳୁ, ପିଆଜର ଅଭାବ, ନୈତିକତା, ଆଧ୍ୟାତ୍ମିକତାର ଅଭାବ ଭିତରେ ପୁଅ ଝିଅଙ୍କୁ ମଣିଷ କରିବା ବଡ଼ କଠିନ। ମାତ୍ର ବିଦେଶରେ ରହୁଥିବା ଭାରତୀୟଙ୍କ ଦୁଃଖ ନିଜେ ଦେଶବାସୀ ବୁଝନ୍ତି। ତାପରେ ପିଲାମାନେ ଲାଇବ୍ରେରୀରେ ମନୋରଭା ସେ କେଉଁଭଳି ଆସନ୍ତି ଦେଖ। ଲେଖକ ସେଠାରେ କ'ଣ ହେଲେ ନା ମନୋରଭା ଯାତ୍ରା କଲେ। ଆଉ ବାର ଭିଡ଼ିଓଟା ଦେଖିବ, ବୁଝି ହେଇଯିବ। ଟିକେ ଖାତାରେ ଟିକେ ସର୍ଟ ପିଲାମାନେ ରୋଡ଼ ମ୍ୟାପ୍ କର, ସେ କେମିତି କ'ଣ ଯାଉଛନ୍ତି, କୁଆଡ଼େ ଯାଉଛନ୍ତି ହେଲା। ଲାଇବ୍ରେରୀର ରାଜଧାନୀ ମନୋରୋପିଆ, ଓକେ। ରବର୍ଟସ୍ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପ୍ରାୟ ଏଇଟା 45 ମାଇଲ। ମିଷ୍ଟର ଡ୍ୟୁରିଙ୍ଗ ତାଙ୍କ ପାଇଁ ହୋଟେଲର ରହିବା ବନ୍ଦୋବସ୍ତ କରିଦେଇଥିଲେ। ସେ ଯିବାର ଘଣ୍ଟାକ ପରେ ବୈଦେଶିକ ମନ୍ତ୍ରୀ ସେସିଲ୍ ଡେନିସ୍ ୟୁରିଙ୍କ ଠାରୁ ଫୋନ୍ ଆସିଲା ଯେ ସେ ଲେଖକଙ୍କୁ ଭେଟିଲେ ଖୁସି ହେବେ। ସରକାରୀ ଗାଡ଼ି ଆସିଯିବାରୁ ଲେଖକ ମାନ୍ୟବର ମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ବାହାରିଗଲେ। ସେଠାରେ ତାଙ୍କୁ ଏକ ରାତ୍ର ଭୋଜନକୁ ଆମନ୍ତ୍ରଣ କରାଗଲା, ଡିନର ସିଷ୍ଟମ୍ କରାଗଲା ହେଲା। ସେଠାରେ ମଧ୍ୟ ଅନ୍ୟ କେତେକ ଅନିମନ୍ତ୍ରିତ ଅତିଥି ଥିଲେ ବା ଆସିଥିଲେ। ଭୋଜନ ସାରି ଲେଖକ ହୋଟେଲ ଡିକରକୁ ଫେରି ଆସିଲେ। ତାପରେ ଆଉ 3ଟି ପରିଚ୍ଛେଦ ରହିଲା। କ'ଣ ନା ମନୋରଭାର ଏକ ବିଚିତ୍ର କାର୍ଯ୍ୟକ୍ରମ। ତାପରେ ସେ ଆସୁଛନ୍ତି ମନୋରଭାର ଏକ ପଦଯାତ୍ରା। ଦେଖିବା ମନୋରଭାର କ'ଣ ସବୁ ଘଟୁଛି। ସେ ଅଲରେଡ଼ି ମନୋରଭାକୁ ପଳାଇ ଆସିଲେଣି। ଦେଖିବା ବିଚିତ୍ର କାର୍ଯ୍ୟକ୍ରମ କ'ଣ ପିଲାମାନେ ନା ଏହି ପରିଚ୍ଛେଦରେ ଲେଖକ ଏକ ବିଚିତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାର ଅନୁଭୂତି ବର୍ଣ୍ଣନା କରିଛନ୍ତି। ସେ ବିଚିତ୍ର କାର୍ଯ୍ୟକ୍ରମଟି କ'ଣ ନା ସ୍କୁଲ ପିଲାମାନଙ୍କ ଦ୍ୱାରା ପରିବେଷିତ ହେଉଥିଲା। ସେଟାକୁ ମଧ୍ୟ ଶିକ୍ଷାମନ୍ତ୍ରୀ ଡକ୍ଟର ହଫ୍ ଏବଂ ତାଙ୍କର ପତ୍ନୀ ଆସିଥିଲେ। ଡକ୍ଟର ହଫ୍ ଆସିଥିଲେ କେଉଁଠିକି ନା ଯେଉଁ ମନୋରଭାର ଯେଉଁ ସ୍କୁଲଟା ଥିଲା
ସେଠାରେ ଏକ ଛୋଟ ଏକାଙ୍କିକା ଅଭିନୀତ ହୋଇଥିଲା। ସେମାନଙ୍କର ସେହି ସବୁ କାର୍ଯ୍ୟକ୍ରମ ଦେଖି ପିଲାମାନଙ୍କ ପ୍ରତିଭା ଦେଖି ଲେଖକ ଆମ ରାଜ୍ୟର ଦୂରବସ୍ଥାର ତୁଳନା କରି ଦୁଃଖିତ ଅନୁଭବ କରୁଥିଲେ। ତାପରେ ମନରେ ଏକ ପଦଯାତ୍ରା ଦେଖିବା। ଏହି ପଦଯାତ୍ରାରେ ପିଲାମାନେ କ'ଣ ହେଉଛି, ଏହି ପଦଯାତ୍ରାରେ ଲେଖକ ହୋଟେଲ ରୁମ୍ରୁ ବାହାରି ଏକ ପଦଯାତ୍ରା ଯାଇଛନ୍ତି। ଲକ୍ଷ୍ୟ ରହିଛି ପଶ୍ଚିମ ଆଫ୍ରିକାର ସାଧାରଣ ମଣିଷଙ୍କ ସହିତ ପିଲାମାନେ କ'ଣ ନା ପରିଚିତ ହୋଇ ସେମାନଙ୍କ ବିଷୟରେ ଜାଣିବା ପାଇଁ, ତାଙ୍କର ଦେଶର ଅନ୍ଧକାରମୟ ପାର୍ଶ୍ୱ ଦେଖିବା ପାଇଁ ଯାହା ସବୁ ଇତିହାସରୁ ସେ ପଢ଼ିଥିଲେ। ନିଗ୍ରୋମାନଙ୍କ ଜୀବନକୁ ନେଇ ନିଗ୍ରୋ କହିଲେ ସେ ପୁରା ଦେଖିବାକୁ ମଧ୍ୟ ବହୁତ ବ୍ଲାକ୍ ହେଲା, ସେ ଦେଶର ଲୋକ ଯେମିତିକି ଆମେ କ'ଣ କହିବା। ଆଚ୍ଛା ହଉ, ମୁଁ ଏଠି କ'ଣ ଜାତି ଧର୍ମ ବର୍ଣ୍ଣ କଥା ପିଲାମାନେ କହୁନି, ବାସ୍ ତୁମକୁ ସୂଚାଇଲି ନା ନାହିଁ। ଯେଉଁ ସୋସିଓଲୋଜି ପଢ଼ିଥିବ, ସମାଜଶାସ୍ତ୍ର ତୁମେ ଜାଣିପାରୁଥିବ। ନିଗ୍ରୋମାନଙ୍କ ଜୀବନକୁ ନେଇ ବହୁ ସାହିତ୍ୟିକ କାଳଧର୍ମୀ ରଚନାମାନ କରିଯାଇଛନ୍ତି। ସେ ହୋଟେଲ ବୟଠାରୁ ତା'ର ଦାରିଦ୍ର୍ୟ, ପାଠପଢ଼ାର ଅସୁବିଧା, ଗୋଟେ ହୋଟେଲ ଭାଇ ଭେଟୁଛନ୍ତି କେଉଁଠି, ମନୋର ବିହାରେ, ଯେଉଁ ପଦଯାତ୍ରା କଲାବେଳେ, ଯେଉଁ ଖାଲି ପାଦରେ ବୁଲିଲା ବେଳେ ଯୁଆଡ଼େ ବୁଲାବୁଲି କରିଥିବେ, କୌଣସି ବାଇକ୍ କିମ୍ବା କୌଣସି ବିମାନ କିଛି ସାହାଯ୍ୟ ନେଇନାହାନ୍ତି। ଲାଇବ୍ରେରୀ ଲାବୋରେଟୋରୀର ଅଭାବ ଆଦି ସମସ୍ୟା ସମ୍ପର୍କରେ ଜାଣିଥିଲେ। ଦୈନିକ ମୂଲ୍ୟ ଲାଗୁଥିବା ଲୋକମାନଙ୍କ ଚିତ୍ର ମଧ୍ୟ ଦେଖିଥିଲେ। ସେଠାରେ ସେ ଜଣେ ଭାରତୀୟ ବ୍ୟବସାୟୀଙ୍କ ସହ ମଧ୍ୟ ଦେଖା ହୋଇ ତାଙ୍କର ଭାରତର ବିଷୟରେ ମଧ୍ୟ ନାନା ଆଲୋଚନା କରିଥିଲେ। ପ୍ରଥମେ ତାପରେ ଶେଷରେ ପିଲାମାନେ ଆମେ 6 ଦେଖୁଛୁ କ'ଣ ନା ଲାଇବ୍ରେରୀ ଗଣରାଜ୍ୟ ଭିତରେ ସହାୟକ ଶିକ୍ଷାମନ୍ତ୍ରୀ ପିଲାମାନେ ଲେଖିଥିଲେ ମିଷ୍ଟର ୱିଲସନଙ୍କ ସହ ଲେଖକ ହାର୍ପରେ ଯାଇଥିଲେ ବୈଷୟିକ ଅନୁଷ୍ଠାନ ଗଢ଼ିବାର ଭିତ୍ତିଭୂମି ଅନୁଧ୍ୟାନ କରିବାକୁ। ଲାଇବ୍ରେରୀର ସର୍ବପ୍ରଥମ ଇଞ୍ଜିନିୟରିଂ ଶିକ୍ଷା ଅନୁଷ୍ଠାନକୁ ହାର୍ପର ସହରରେ କରିବା ପାଇଁ ସ୍ୱପ୍ନ ଦେଖିଥିଲେ ପ୍ରେସିଡେଣ୍ଟ ଟବମେନ୍। ଏଇଟା ପିଲା ମନ କିଏ ସ୍ୱପ୍ନ ଦେଖିଥିଲେ, ଲାଇବ୍ରେରୀର ସର୍ବପ୍ରଥମେ ଇଞ୍ଜିନିୟରିଂ ଶିକ୍ଷା ଅନୁଷ୍ଠାନ ଗଢ଼ିବା ପାଇଁ କିଏ, ପ୍ରେସିଡେଣ୍ଟ ଟବମେନ୍। ଓକେ, ରାଷ୍ଟ୍ରପତି ଯେଉଁ ଥିଲେ। ସେଠାରେ ସେ ଆଭ୍ୟନ୍ତରୀଣ ଅଞ୍ଚଳରୁ ବୁଲିଯିବା ପାଇଁ ସୁଯୋଗ ପାଇଥିଲେ। ସେ ବାଟରେ ସେଣ୍ଟି ସୋସାଇଟିର ଏକ ଝିଅକୁ ଦେଖିଥିଲେ। ଏହି ପରିଚିତିରେ ଲେଖକ ସେମାନଙ୍କ ଶିକ୍ଷା ବ୍ୟବସ୍ଥା ପରୀକ୍ଷା ପଦ୍ଧତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସେମାନଙ୍କୁ 4 ବର୍ଷର ଧନ୍ଦା ଶିକ୍ଷା ଦିଆଯାଏ। ଓକେ, ଧନ୍ଦା ଶିକ୍ଷା ଯେଉଁଟା ଆମେ କହୁଛେ ଆମଠାରୁ ଉତ୍କୃଷ୍ଟ ମାନର, ମାତ୍ର ତାଙ୍କର ବିଏଡ୍ ବ୍ୟବସ୍ଥା ହାଇସ୍କୁଲ ପରେ ପ୍ରଚଳନ ହୋଇଥିବା ହେତୁ କଳା ଓ ବିଜ୍ଞାନ ଶିକ୍ଷାଦାନ ଶିକ୍ଷକମାନେ ଠିକ୍ ଭାବରେ କ'ଣ କହିପାରନ୍ତି ନାହିଁ। ଏସବୁ ଦେଖିଥିଲେ। ଲାଷ୍ଟକୁ ମୁଁ ଦେଖୁଛି ଏ ଯେଉଁ ଶେଷ ପର୍ଯ୍ୟାୟ ଆମେ ଦେଖିବା, ଯାତ୍ରାର ଶେଷ ପର୍ଯ୍ୟାୟ କ'ଣ ନା এই ପର୍ଯ୍ୟାୟ କ'ଣ ହେଇଛି ନା ଲେଖକ ଦେଶ କଳାକୃତି ସମ୍ପର୍କରେ ପରିଚୟ ଦେଇଛନ୍ତି, ମାତ୍ର ସେମାନଙ୍କ କଳାକୃତି ଭାରତ ଠାରୁ ଖୁବ୍ ପଛରେ। ଏଇଟା ସିମ୍ପଲ୍ କଥା ନା ନାହିଁ, ସେ ଏଇଟା ଦେଶ ଓକେ ଆମ ଭାରତରେ ନିହାତି ପଛରେ ଥିବ। ସେମାନଙ୍କ ପ୍ରଗତି ଅସ୍ୱାଭାବିକ, ଅପ୍ରାକୃତିକ ଏବଂ ଖାପ ଛଡ଼ା। ଏହାର କାରଣ ମଧ୍ୟ ଲେଖକ ନିର୍ଣ୍ଣୟ କରିଛନ୍ତି କ'ଣ ନା ସେମାନଙ୍କର ନିଜସ୍ୱ ସଭ୍ୟତା କି ସଂସ୍କୃତି ନାହିଁ। ଯେଉଁ ଦେଶ ସଭ୍ୟତା ବା ସଂସ୍କୃତି ଯେତେ ସୁଦୃଢ଼, ସେ ଦେଶ ସେତେ ଆଗରେ। ଓକେ, ପାଶ୍ଚାତ୍ୟ ସଂସ୍କୃତି ଯେପରି ସେଠାରେ ଜୋର କରି ପଶିଯାଇଛି, ପାଶ୍ଚାତ୍ୟ ସଂସ୍କୃତି ବା ୱେଷ୍ଟର୍ଣ୍ଣ କଲଚର ତାଙ୍କୁ ପିଲାମାନେ ଗୋଟେ ଆବରି ବସିଛି। ଡ୍ରାଇଭର ମାଇକେଲ ଠାରୁ ଲେଖକ ସେମାନଙ୍କ ଭିତରେ ଥିବା କେତେକ ଲୋକବିଶ୍ୱାସର ସୂଚନା ପାଇଛନ୍ତି। ସେଠାରେ ହାଇ ପ୍ରିଷ୍ଟ ଓ ଓରେକଲମାନଙ୍କ କଥାକୁ ଲୋକମାନେ ଅଧିକ ଗୁରୁତ୍ୱ ଓ ସମ୍ମାନ ଦେଇଥାନ୍ତି। ଲେଖକଙ୍କର ମଧ୍ୟ ଜଣେ ହାଇପ୍ରିଷ୍ଟ ସହ ସାକ୍ଷାତ ହୋଇଥିଲା। ତାପରେ ପିଲାମାନେ ଲେଖକ ଏଇଠି ସରୁଛି ପିଲାମାନେ କ'ଣ ହେଉଛି ନା ଲେଖକ ସେଠାରେ ଅବସ୍ଥା ଅନୁଧ୍ୟାନ କରି ବୈଷୟିକ ଅନୁଷ୍ଠାନ ସ୍ଥାପନ ପାଇଁ ଭାରତ କିପରି ସାହାଯ୍ୟ କରିପାରିବ ସେ ବିଷୟରେ ଏକ ରିପୋର୍ଟ ପ୍ରସ୍ତୁତ କଲେ। ଯେହେତୁ ତାଙ୍କ ଯେଉଁ କାମରେ ଆସନ୍ତି ସେ କାମ ସେ କଲେ। ଓକେ, ସେ ରିପୋର୍ଟ ତାଙ୍କ ଦେଶର ସ୍ୱାର୍ଥ ନେଇ ସେ ରାଜନେତାଙ୍କ ଦ୍ୱାରା ଗ୍ରହଣ ହେବା ନ ହେବା ସନ୍ଦେହର ବିଷୟ। ସେ କାହା ଦ୍ୱାରା ହେଇତ ସେଇଟା ସନ୍ଦେହ ବିଶ୍ୱାସ ନା ନାହିଁ। ଲେଖକ ସେଠାକୁ ଫେରିଥିଲେ ନାନାଦି ଅନୁଭୂତି ଅଭିଜ୍ଞତାକୁ ସାଥିରେ ଆଣି, ବିଭିନ୍ନ ପ୍ରକାର ଅନୁଭୂତି ଆଣିଥିଲେ, ଅଭିଜ୍ଞତା ଆଣିଥିଲେ। ଏଇ ଯେଉଁ ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ପିଲାମାନେ ତୁମକୁ କହିଲି ଢେଙ୍କି ଯୁଆଡ଼େ ଗଲେ ମଧ୍ୟ ଧାନ କୁଟେ, ସେଭଳିଆ ଜଣେ ଶିକ୍ଷାବିତ୍ ବା ଜଣେ ଜ୍ଞାନୀ ବା ଜଣେ ବିଦଗ୍ଧ ଲୋକ ସେ ନିହାତି ତାଙ୍କର କର୍ତ୍ତବ୍ୟରେ କେବେ ହେଳା କରନ୍ତି ନାହିଁ। ତ ପିଲାମାନେ ମୁଁ ଶେଷରେ ଏତିକି କହିବି, ଏଇ ଯେଉଁ ଆମେ ଦେଖିଲେ ତାଙ୍କର ଭ୍ରମଣ କାହାଣୀ ପିଲାମାନେ ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କିର ନାମକରଣରୁ ସୌନ୍ଦର୍ଯ୍ୟଯୁକ୍ତ ମାନେ କରିଛନ୍ତି। ମାନେ ଢେଙ୍କି ଓଡ଼ିଶାର ଏକ ସାମଗ୍ରୀ ଆମେ ଜାଣିଛେ ଏବଂ ଗୋଟେ ପୂର୍ବ କାଳରେ ଧାନ କୁଟିବା ପାଇଁ ଢେଙ୍କିର ଆବଶ୍ୟକତା ପିଲାମାନେ ହେଉଥିଲା ନା ନାହିଁ। ସେ ଢେଙ୍କି ସ୍ୱର୍ଗ ଗଲେ ଧାନ କୁଟିବା, ପିଲାମାନେ ଗୋଟେ ଲୋକ କଥା ତୁମେ ଶୁଣିଥିବ। ତେଣୁ ତା'ର କାର୍ଯ୍ୟ ହେଲା ଧାନ କୁଟିବା, କୁହନ୍ତିନି ଢେଙ୍କି ସ୍ୱର୍ଗ ଗଲେ ଧାନ କୁଟିବ ନା ନାହିଁ। ତେଣୁ କେହି ମାନେ ଏପରି ଲୋକଭିତରେ ଅର୍ଥ ହେଉଛି ପିଲାମାନେ କ'ଣ ନା ଯେଉଁ କାର୍ଯ୍ୟ କରିବାର କଥା ସେ କାର୍ଯ୍ୟ ସେ ସର୍ବତ କରିଥାଏ। ତେଣୁ ଯେଉଁ ଧର୍ମ ତା'ର ଯେଉଁ କାର୍ଯ୍ୟ କରିବା ଉଦ୍ଦେଶ୍ୟ ସେ ଯାହା ସେ ସବୁଠି ସେଇଆ। ତେଣୁ ଲେଖକ ଶିକ୍ଷାଦାନ ଉଦ୍ଦେଶ୍ୟରେ ଆଫ୍ରିକାକୁ ଯିବାର ଥିବାରୁ ଢେଙ୍କି ଆଫ୍ରିକାରେ ବି ଧାନ କୁଟି ବୋଲି କହିଛନ୍ତି। ଢେଙ୍କି ଆଖିରେ ମଧ୍ୟ କ'ଣ ଧାନ କୁଟିଲା। ଲାଇବ୍ରେରୀ ଗଣରାଜ୍ୟ ଗଲେ କ'ଣ ସବୁ ଘଟିଲା କ'ଣ ନା ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଦେବା ପାଇଁ ନା ନାହିଁ। ଏସବୁ ଆମେ ଜାଣିଲେ ପିଲାମାନେ ତୁମମାନଙ୍କର +3ରେ ଯେଉଁ ରହିଛି 5th ସେମିଷ୍ଟାରରେ ତୁମମାନଙ୍କର ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି ଏକ ଭ୍ରମଣ ସାହିତ୍ୟ ଏଠି ସଂଶ୍ଳିଷ୍ଟ କରାଯାଇଛି ସିଲାବସ୍ରେ ଆକର୍ଡିଂ ଟୁ NEP 2020 ଏକ ଭ୍ରମଣ ସାହିତ୍ୟ ଭିତ୍ତିକ ଗଦ୍ୟ ରଚନା ହେଲା। ତେଣୁ ଆମେ ଜାଣିଲେ ଓକେ। ଦିଲ୍ଲୀରୁ ଇସ୍ପାତ ଓ ଖଣି ମନ୍ତ୍ରୀ ଠାରୁ ଯେଉଁ ଡାକରା ଆସିଲା ସେ ଯାଇଥିଲେ କେଉଁଭଳି ଭାବରେ ପହଞ୍ଚିଥିଲେ ସେ ଦେଶରେ ଏବଂ ବିଭିନ୍ନ ପ୍ରକାର ଅନୁଭୂତି ନେଇ ମଧ୍ୟ ଫେରିଛନ୍ତି ଶିକ୍ଷାଦାନ କରିକି ମହାଦେଶଠାରେ ପହଞ୍ଚିଲେ।
यह थिला +3 पिलाने 5th सेमेस्टर ओडिया ऑनर्सर ओके। तो जहाँ भी डाउट अछंती निहत कमेंट करिवो एवं आम ग्रुप रे जोड़िया थिले मु डिस्क्रिप्शन बॉक्स लिंक दे दोची आम ग्रुप रे जोड़ी जाओ। नेक्स्ट क्लास मते आकु कंटिन्यू करिवा जहाँ जहाँ डाउट अछि निहत कमेंट करिवो एवं को क्लास आउरी आगु करिवा मते कमेंट करिवो। रहउची जय जगन्नाथ, गॉड ब्लेस यू टू ऑल।